ଆରେ ଭାଇ, ଆରେ ଡାଲି ରେଟ୍ ତ କମୁନି। ଆଉ ଡାଲି ରେଟ୍ ହେଲାଣି 180 ଟଙ୍କା କିଲୋ। ଆଉ ଇଏ ଆଉଛି କହୁଛି ମୁଁ ଇଲେକ୍ଟ୍ରିକ୍ ବିଲ୍ ଛାଡ଼ କରିଦେବି, ସିଏ କହୁଛି ମୁଁ ଇଲେକ୍ଟ୍ରିକ୍ ଛାଡ଼ କରିଦେବି। ଆରେ ଭାଇ ଦରଦାମ ଟିକେ କମ୍ କର, ଆମେ ଟିକେ ବଞ୍ଚିବୁ କେମିତି? ଆଁ ଦରଦାମ ଯେଉଁ ଭଳିଆ ହେଲାଣି। ମୁଁ ଆଜି ସଉଦା ପାଇଁ ଯାଇଥିଲି, ମାନେ ଡାଲି କିଲୋ ହେଉଛି 180 ଟଙ୍କା, ତେଲ ହେଉଛି 140 ଟଙ୍କା, ସୋରିଷ ତେଲ। ଦରଦାମ ତ କେହି କମେଇବା କଥା କହୁନାହାନ୍ତି। ଖାଲି ତ କହୁଛନ୍ତି ଆମେ ମାଗଣା ଦେବୁ ମାଗଣା ଦେବୁ। କେଉଁଠୁ ଆଣିବ ମାଗଣା? ଆରେ ମାଗଣା ଆମର ଦରକାର ନାହିଁ। ଖାଦ୍ୟ ଯେଉଁ ଆଳୁ ହେଲାଣି 30 ଟଙ୍କା, ପିଆଜ ହେଲେ 30। ଆଳୁଟା ହେଲେ କମ୍ ସେ କମ୍ 20 ଟଙ୍କା କର। ଆଉ ଡାଲି ଟିକେ କମ୍ କର, 80-90 କର। ଡାଲି ଆଳୁ ଚାଉଳ ଆମେ ଏଇଟା ଖାଇଦେଲେ ବଞ୍ଚିଯିବୁ। କିନ୍ତୁ ଏ ସରକାରକୁ ଦେଖ, ବିଜେଡ଼ି ହଉ ବିଜେପି ହଉ